5 ଲକ୍ଷ ଟଙ୍କା ଇନାମୀ ନକ୍ସଲ ଏରିଆ କମାଣ୍ଡର ଆତ୍ମସମର୍ପଣ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଧମତରୀ ଜିଲ୍ଲା ଏସିଏମ୍ ସୀତାନଦୀ ଏରିଆ କମିଟିର ଡେପୁଟି କମାଣ୍ଡର ତଥା 5 ଲକ୍ଷ ଟଙ୍କା ଇନାମୀ ନକ୍ସଲ ଅଜୟ କଲା ଆତ୍ମସମର୍ପଣ। ଧମତରୀ ଜିଲ୍ଲା ନକ୍ସଲ ଡେପୁଟି କମାଣ୍ଡର ଅଜୟଙ୍କ ବିରୋଧରେ ପୋଲିସ ଉପରେ ଆକ୍ରମଣ ଏବଂ ହତ୍ୟା ଭଳି ଅନେକ ଅପରାଧ ପଞ୍ଜୀକୃତ ହୋଇଛି। ନକ୍ସଲ ଏରିଆ କମିଟିର ଡେପୁଟି କମାଣ୍ଡର ଅଜୟ କହିଛନ୍ତି ଯେ ଛତିଶଗଡ଼ ସରକାରଙ୍କ ପୁନର୍ବାସ ଏବଂ ଥଇଥାନ ନୀତିରେ ପ୍ରଭାବିତ ହୋଇ ସେ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ସଂଗଠନରେ ବିବାହିତ ଜୀବନ ଏବଂ ପାରିବାରିକ ସୁଖରୁ ବଞ୍ଚିତ ହୋଇ ମାଓବାଦୀଙ୍କ ଜୀବନଶୈଳୀ ଏବଂ ଆଦର୍ଶ ଠାରୁ ତାଙ୍କର ଦୂରତା କ୍ରମାଗତ ଭାବରେ ବଢ଼ୁଥିଲା। ନକ୍ସଲ ନେତା ଅଜୟ ଏସ୍ପି ଆଞ୍ଜନେୟା ବାର୍ଷ୍ଣେୟଙ୍କୁ କହିଛନ୍ତି ଯେ ବରିଷ୍ଠ ନକ୍ସଲ ନେତାଙ୍କ ଭେଦଭାବ, ଅବହେଳା ଏବଂ ନିର୍ଯାତନାରେ ଥକିଯାଇ ସେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ନୀତି ଦ୍ୱାରା ପ୍ରଭାବିତ ହୋଇ ଭାରତରେ ସମ୍ବିଧାନ ବିଶ୍ୱାସ ରହିଛି। ସଂଗଠନର ଭେଦଭାବ ତଥା ଅତ୍ୟାଚାରରେ ଅତିଷ୍ଠ ହୋଇ ପୋଲିସ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି। ନକ୍ସଲ ଡେପୁଟି କମାଣ୍ଡର ଅଜୟ ଆତ୍ମସମର୍ପଣ କରିବା ପରେ ପୋଲିସ ଅଧିକାରୀ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଅନୁଯାୟୀ ଅଜୟଙ୍କୁ 25,000 ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ମାଲକାନଗିରିରୁ ଅବଦୁଲ ଗାନୀଙ୍କ ରିପୋର୍ଟ, ଲୋକ ଆବାଜ।